ଏ ଯୋଉ ସାକାର ଉପାସନା ନିରାକାର ଉପାସନା କୋଉଟା କରିବାଟା ଠିକ ଆଗ? ଦିଟା କରିବାଟା ଠିକ, କିନ୍ତୁ ପ୍ରଥମ ହଉଛି ସାକାର ଉପାସନା, ବୁଝିଲେ କି? ଆଜ୍ଞା ମୁଁ ଗୋଟେ ଉଦାହରଣ ଦଉଛି ଦେଖ। ଯେ ଆମେ ଗୋଟେ ପୋଖରୀ ମଝିରେ ପଙ୍କରେ ଅଛନ୍ତି। ଆଜ୍ଞା। ତେଣୁ ଆମେ ଶୁଖିଲାକୁ ଯିବା। ଆଜ୍ଞା। ତେଣୁ ପଙ୍କଟାକୁ ଡେଇଁ ସାରିଲା ପରେ ଶୁଖିଲାକୁ ଯିବା ତ? ଆଜ୍ଞା। ତେଣୁ ପଙ୍କଟାରେ ଅଛି, ମୁଁ କହୁଛି ମୁଁ ଶୁଖିଲାକୁ ପଳେଇମି, କଣ ବେଳେ ବେଳେ ଯାଇ ହବ? ସମ୍ଭବପର ନାଇଁ, ଯାଇ ହବନି। ସେଇଭଳି ଆମେ ବର୍ତ୍ତମାନ କୋଉ ଭାବନାରେ ଅଛନ୍ତି? ପ୍ରତ୍ୟେକ ପ୍ରାଣୀ ସମସ୍ତେ ହଉଛନ୍ତି କଣ ନା ସାକାର ଭାବନାରେ ଅଛନ୍ତି। ମଣିଷ କହୁଛି ମୁଁ ଜଣେ ମଣିଷ। ଗାଈ ନ କହିଲେ, ପାଟି ଭିତରେ ଭାଷା ନ କହିଲେ ମଧ୍ୟ ସିଏ ମନେ ମନେ ଭାବୁଛି ମୁଁ ହଉଛି ଗୋଟିଏ ଗାଈ। ଆଚ୍ଛା, ବାଘ ସେମିତି ଭାବୁଛି ମୁଁ ଗୋଟେ ବାଘ। ଛେଳି ଭାବୁଛି ମୁଁ ଗୋଟେ ଛେଳି। ଯଦି ସେଇଆ ଭାବୁଛି, ଛେଳି ଯେତେବେଳେ ନିଜକୁ ଛେଳି ବୋଲି ଭାବୁଛି, ସେ ବାଘକୁ ଦେଖିକି ଡରୁଛି। ବାଘ ଯେତେବେଳେ ନିଜକୁ ବାଘ ବୋଲି ଭାବୁଛି, ସିଏ କହୁଛି ଇଏ ମୋର ଆହାର, ମୁଁ ତାକୁ ଖାଇମି। ତେଣୁ ଏଇଟା ହଉଛି ସାକାର ଭାବନା। ଆଚ୍ଛା, ନିରାକାର ଭାବନା ଯଦି ଆସିଯାଏ, ବାଘର ଯଦି ନିରାକାର ଭାବନା ଆସିଯାଏ, ବାଘ କହିବ ମୁଁ ଆତ୍ମା, ଆଉ ଛେଳି ମଧ୍ୟ କହିବ ମୁଁ ଆତ୍ମା। ଆଉ ଉଭୟ ଯେତେବେଳେ ଆତ୍ମା ହେଲେ, ତେଣୁ ସମାନ ହେଇଗଲେ, ତେଣୁ କିଏ କାହାକୁ ଖାଇବ? ଏଇ ଯୋଉ ପ୍ରକାର ଭାବନା, ତେଣୁ ମୁଁ ଆତ୍ମା ବା ମୁଁ ଶୂନ୍ୟ ବା ମୁଁ ନିରାକାର, କମିଲା ନା? ଇଏ ଭାବନାଟା ପ୍ରଥମେ କରିବା ପାଇଁ ହେଲେ ମୁଁ ସାକାର ବୋଲିକି ଯୋଉ ଭାବନା ଅଛି, ସେ ଭାବନାଟାରେ ପ୍ରଥମେ ମନ ସ୍ଥିର କରିବାକୁ ପଡିବ। ତେଣୁ ଆମର କେତେକ ସାଧକ ମାନେ କହନ୍ତି ଯେ ଯେତେବେଳେ ସେମାନେ ଧାରଣା ଯୋଗ ସେମାନେ ଆରମ୍ଭ କରନ୍ତି, କଣ କରନ୍ତି ନା, ସିଏ ପ୍ରଥମେ ଯୋଉ ଘରେ ବସନ୍ତି ଧ୍ୟାନ କରିବା ପାଇଁ, ସିଏ ପ୍ରଥମେ ଭାବନ୍ତି ଏଇ ଚାରି କାନ୍ଥ ଭିତରେ ଥିବା ଯୋଉ ଆୟତନଟା, ସେଇ ଆୟତନଟା ହଉଛି ପ୍ରଥମେ ମୁଁ। ତାର ପୁଣି ତାକୁ କମେଇକି ଆସିବେ, ଏ ଦେହଟା ଯୋଉ ଆୟତନ, ସେ ଦେହ ଆୟତନ ବିଶିଷ୍ଟ ମାନେ ପଦାର୍ଥ ହଉଛି ମୁଁ। ତାପରେ ସେଇଠୁ ଦେହ ଭାବନା ଯେତେବେଳେ ଛାଡିଯିବ, ପୁଣି ସେଇଠୁ ପବନକୁ ଗଲେ କହିବେ ପବନ ଭାବନା ମୁଁ ଦେହ ନୁହେଁ, ମୁଁ ପବନ। ଆଚ୍ଛା, ପବନ ଯେତେବେଳେ ସ୍ଥିର ହେଇଯିବ ଯେ ମୁଁ ଦେହ ଭାବନା କଟି ଯାଇକି ମୁଁ ପବନ ବୋଲିକି ଭାବନା ଆସିଯିବ, ତାପରେ ସେଇଠୁ ପବନ ଯେତେବେଳେ ସ୍ଥିର ହେଇଯିବ, ସେଠୁ ସିଏ ଭାବିବ ମୁଁ ପବନ ନୁହେଁ, ମୁଁ ହଉଛି ଗଗନ, ଅର୍ଥାତ୍ ମୁଁ ଆକାଶ। ଆଉ ମୁଁ ଯେତେବେଳେ ଆକାଶ ଭାବନାକୁ ପଳେଇ ଆସିବି, ସେତେବେଳେ ମୁଁ ମଣିଷ ନୁହେଁ, ମୁଁ ଆକାଶ। ଆଉ ତାହେଲେ ଆକାଶଟା ତ ନିରାକାର ନା? ନିରାକାର କଲେ ନିଶେଷ ହୋଇଛି ଆକାର ଯାହାର, ସେ ନିରାକାର। ବହୁବ୍ରୀହି ସମାସ। ପଦାର୍ଥର ଆକାଶଟା ନା, ଯୋଉ ପଦାର୍ଥର ଆକାରଟା ନିଶେଷ ହେଇଛି, ଅନଲିମିଟେଡ, ଯାହାର ଲିମିଟ ନାହିଁ, ତାକୁ ଆମେ ନିରାକାର କହିବା ନା। ତେଣୁ ନିରାକାର ଭାବନା ବା ଆକାଶ ଭାବନା ନିଜକୁ କରିବା ପାଇଁ ହେଲେ ପ୍ରଥମେ ଆଗେ ସାକାର ଭାବନା ବା ଦେହ ଭାବନାକୁ ତୁମେ ଛାଡିବ ନା। ଦିନେ ଆମ ଠାକୁର ଶ୍ରୀ ଶ୍ରୀ ଦୟାନନ୍ଦ ପରମହଂସକୁ ଆମେ ପ୍ରାର୍ଥନା କରିକି କହିଥିଲୁ, ଲେଖିଥିଲୁ ଗୋଟେ ଜିନିଷ, ଦେଖିବି ଦେଖା ରୂପ ବାୟୁ ସୂତ୍ର ଧରି, ଦୃଷ୍ଟି ଭାଙ୍ଗି ବାୟୁ ଟାଙ୍ଗି ଆଶ୍ରମେ ତୋ ହରି, ଦେଇ ଅଜପାରେ ମନ, ଦେହ ଜ୍ଞାନ ଶୂନ୍ୟ ଶୂନ୍ୟ ହେବ ଦର୍ଶନ। ଅର୍ଥାତ୍ ଏଟା ନିରାକାର ଭାବନା। ଦେହ ଜ୍ଞାନ ଶୂନ୍ୟ ହେଲେ ଶୂନ୍ୟ ଦର୍ଶନ ହବ, ଶୂନ୍ୟ ଭାବନା ଆସିବ। କଣ ବୁଝିଲେ ନା? କିନ୍ତୁ ଏଇ କଥା ଉପରେ ଆପଣ ଯୋଉ ପଚାରିଲେ, ମୁଁ ଏପରେ ଗୋଟେ କେତେଟା କଥା କହୁଛି ଶୁଣନ୍ତୁ। ଏଇ କଥା ଉପରେ କେତେକଙ୍କର ବାଲ୍ୟ ଭାବ ଅଛି। ବାଲ୍ୟ ଭାବ ମାନେ ଚପଳ ଭାବ, ପିଲାଳିଆ ଭାବ। ଯେ ବିଶେଷତଃ ଆମର ଏ ଯୋଉ ମହିମାପନ୍ଥୀ ମାନେ, ସେମାନଙ୍କର ଗୋଟେ ଭେଦ ଦୃଷ୍ଟି ରହୁଛି, ଯୋଉଥିରେ କି ସେମାନେ ସେଇ ଦୃଷ୍ଟିରେ ରହି ଯାଇକି ଉପରକୁ ସେମାନେ ଯାଇପାରୁନାହାନ୍ତି। କଣ ଯେ ଯଦି ଶୂନ୍ୟ, ତାହେଲେ ଆଉ ସାକାର ଭାବନା କରିବି କାହିଁକି? କିନ୍ତୁ ଏଇ ଭାବନାଟା ସେମାନଙ୍କର ଭୁଲ ହେଇଯାଉଛି। କାହିଁକି? କି ସାକାର ଭାବନା କରିବନି, ତମେ ତ ବର୍ତ୍ତମାନ ସାକାର ଭାବନାରେ ଅଛ ନା। ଧର ମନେ କରାଯାଉ ସିଏ କହିବେ ମୁଁ ସାକାର ନୁହେଁ, ମୁଁ ହଉଛି ନିରାକାର। ଠିକ ଅଛି, ଆପଣ କଣ କରିବା, ଯାଇକି ତାକୁ ଠାଁ କି ଚାପଟେ ପକେଇବେ, ଦେଖିବା ତାଙ୍କ ଭିତରେ ରିଆକ୍ସନ କେମିତି ହବନି। ଯେହେତୁ ସେମାନଙ୍କର ସାକାର ଭାବନା ଅଛି, ରିଆକ୍ସନ ହବ ନା। ଆଉ ତେଣୁ ସେମାନେ ଏତେ ସେମାନଙ୍କ ବୁଝିବାର ବ୍ୟତିକ୍ରମ ରହୁଛି
जे सी भावुं सी कहते महिमा अलेख किसी असुविधा ना महिमा अलेख ठीक तमें जहाँ महिमा अलेख कौच आम भी निराकार परम ब्रह्म कहूँ से गोटे कथा गोटे कथा हूँ से महिमा अलेख को पाइबा हेले तमें आगे सलेखर अछ सलेख कहले तुम शरीर सशरीर अछ अशरीर को पाइब केमी तेणु सशरीर भावना को छाड़िले जाए अशरीर भावना तुम पाइब आ खाली मने मने आमे कहीदेवा आमे निराकारवादी ये सब कौन ये अहंकार भेद दृष्टि सुजु अच्छी दुखर कल्पना तार अव्यर्थ औषध अद्वय भावना जने महिमापंथी मते प्रश्न कले कहले आपण एपर्यंत भगवान ना आपण एपर्यंत भागवत पढ़ुचंती आउ आपण एपर्यंत जगन्नाथ को ठाकुर बोली मानुचंती सेठू सेठू कौन ता अर्थ कौन जे सी कहते जगन्नाथ टा ठाकुर नुहे सी कहते भागवत टा गोटे ग्रंथ नुहे चिंता करी देख ये सब हूँ बाल्य भाव बाल्य भाव क्या कहते शुण मु गोटे छोट उदाहरण दूची आपण जापर भल भाव मन रखते कथाटा को मन आपणकर नाती अच्छी ना नाती अच्छी मन करा जो शीत दिन रे आपण जाइकरी गोटे बाहर गोटे जगह खरा पड़ी से खरार सप खंडे पकईकि आपण शोई पड़ी शोई पड़ा बेलू आपणकर दीटा नाती जाइए आपण गोड़ मोड़ी बचिले मोड़ी बचिला बाँ गोड़ को गोटे नाती डाहाण गोड़ को गोटे नाती से मोड़ी बसिला बसु बसु आपन को छाई निद्रा नागी जाइए कौन कले ना झगड़ा नागिले सी ए गोड़ को टाणी नौ से गोड़ को टाणी नौ आपड़ से देखिले कौन जे निद तो भांगी जाऊँगी छुआ गोटा शोई दौना तेणु बांटी देले कहले कौन ना ये बाँ गोड़टा तोर से डाण गोड़टा तार कौन बुझिले ना जिते बांटी देले से कौन ना टे छाई निद्रा नागी जाइए बाँ गोड़ को कौन है ना गोटे जंदा आसिक कामुड़देला पिंपुटे कामुड़देला जमी कामुड़देला आपन को काटिला आपन से कौन कले ना डाहाण गोड़े से पिंपुटा को दलीदेले जिते दलीदेले बाँ गोड़ को जो नातीटा मोड़ूला सी कौन कला ना सेठी गोटे मुगुर पड़ी से मुगुर काणिक आप डाहाण गोड़ को कसिकी देला कसिकी पारे आप मरीगले कौन एमती कलु ना से बाँ गोड़ नाती कह कहला मोर शला कि मरीगली ना मोर शला ये कहीं तू मत मारचु कहीं मारलु कहीं मुझे कौन अपराध कली ना मारिबी नहीं तंपा कही ये बाँ गोटा मोर आउ डाहाण गोटा तार मो बाँ गोड़ को तुम डाहाण गोटा माइला कहीं मो गोड़ को ता गोटा माइला कहीं जदि माइला मुझे बाहर पिटिनी हो किंतु बालू तो बुद्धि ये से पिला दीटा बुझी पारु ना जे जणिए जेजेंकर दीटा गोड़ जदि से बुझी पारते जणिए जेजेंकर दीटा गोड़ जो गोड़ को पिटिबा से गोड़ को जेजे को ही केवल कष्ट हम तेने सी एमती पिटी पार न पिटी न तेणु से आउमती उदाहरण अच्छी कौची जे गोटे आमर पिला दिने पाठ पढ़ती स्कूल कॉलेज पाठ समस्ते पढ़ी थे जानी थे जे जड़े लोकर दीटा मुख से दीटा मुख सी कौन कला ना जाऊँगी जाऊँ जाऊँ से बाटर कौन कला ना गोटे मुख गोटे अमृत फल पाइला से कौन कला ना खाईदेला जमी खाईदेला से आर मुखटा को देला नहीं जमी नदेला आर मुखटा कौन कला ना बाटर जाऊँ गोटे विष फल पाइला कहला मैं खाइबी से तो अमृत मुखटी कह कहला हे तू खाना आम समस्त मर कहला मला तू खाईदेलु मत देले मु खाइमी जाए तेणु से खाइले उभय मले कौन ये सब हूँ कौन अज्ञानता कथा तेणु महिमापंथी भितर बहुत लोक अच्छा जो माने कौन करुँच ना से गोटे भेद दृष्टि रोचे आमे महिमापंथी अरे तुम किए से तो अहंकार आसीगला मु कार आसीगला ना अहंकार मूढ़ नर सीना कर्म न करी विचारे करुचि निजे अहंकार नाशे कले सुधाम कर्म करू नाही बोली बुझे सहजे कौन बुझला ना यही भेद दृष्टि से माने ये जो भेद दृष्टि से माने करूचंती जहा फल कि सेमानकर ऊर्ध्व गति केबे हेई परिबने तेणु आउ गोटे कथा मु कहूची जे गोटे छोट छुआटे कौन बुझला से छोट छुआटे तार गोटे स्नेह रे तार गोटे स्लेट धरिकी पढ़ुची तेणु मुझे कहीं स्लेटा को फोपाड़ देवी मुझे ना स्लेट दरकार तू कागज कलम दे कौन दरकार श्रद्धा टाक मुझे भांगीदेवी तेणु से ये आम भारत वर्ष कौन पृथ्वी रे कौन
ଯେତେ ବ୍ୟକ୍ତି ଅଛନ୍ତି ସେମାନଙ୍କ ଭିତରୁ କେତେକ ଅଳ୍ପ ଜ୍ଞାନୀ ଅଛନ୍ତି, କେତେ ମଧ୍ୟ ଅଧିକ ଜ୍ଞାନୀ ଅଛନ୍ତି। ହଁ ହଁ। ତେଣୁ ଅଳ୍ପ ଜ୍ଞାନୀ ମାନେ ସେମାନେ ସାକାର ପୂଜା କରୁଛନ୍ତି, ମୁଁ କାହିଁ ଯାଇକି ତାଙ୍କ ସାକାର ଭାବନାଠୁ କାଟିଦେବି? ନାଇଁ ନାଇଁ, ମୁଁ ତାଙ୍କ ସାକାର ଭାବନାଠୁ କାଟିବା ମାନେ ଆମକୁ ବର୍ତ୍ତମାନ ବିପଦରେ ପଡିବ। ସାକାର ଭାବନା ଦଳେ ଅଛନ୍ତି, ଆମକୁ ଦେବେ କଷି କୁଟି। ଆଜ୍ଞା ଆଉ ଗୋଟେ କଥା ହଉଛି କଣ, ଏ ଯୋଉ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ନାଇଁ କି? ଯଦି ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ଭୀମ ବହି ଲେଖିଲେ, ବ୍ରହ୍ମବେନୀ ଭାଗ କଲା ଅଧେ ବ୍ରହ୍ମାଣ୍ଡ ରଚିଲା, ଗୁପତ କରି ରଖିଲା ଆହୁରି ଖଣ୍ଡେ, ଜାଗିଛନ୍ତି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ। ସିଆଡେ କହୁଛି ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ସେ କହିଲା ବ୍ରହ୍ମବେନୀ ଭାଗ କଲା ଅଧେ ବ୍ରହ୍ମାଣ୍ଡ ରଚିଲା, ଗୁପତ କରି ରଖିଲା ଆହୁରି ଖଣ୍ଡେ, ଜାଗିଛନ୍ତି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ। ଏଇ ୟାର ଅର୍ଥଟା ମୁଁ ଆପଣଙ୍କୁ କହିଦଉଛି ଶୁଣନ୍ତୁ। ଯୋଉ ବେନି ଭାଗ ହେଲା କହୁଛନ୍ତି, ଯେତେବେଳେ ଇଏ ସୃଷ୍ଟି ହେଲା, ବର୍ତ୍ତମାନ ଆମେ ଯୋଉ ଆଖି ଆଗରେ ଯାହାକୁ ଦେଖୁଛନ୍ତି ଇଏ କଣ ଗୋଟିଏ ଭାଗ କି? ଅସଂଖ୍ୟ ଭାଗ। ଗଛ ଗାଈ ଗୋରୁ ଭଲ ମନ୍ଦ ଏ ସବୁ ଅସଂଖ୍ୟ ଭାଗ ନୁହେଁ କି? ଇଏ ସବୁ ଗୁଡାକ ସେ ବ୍ରହ୍ମଙ୍କର ଗୋଟିଏ ଗୋଟିଏ ଅଂଶ। ତେଣୁ ଯୋଉ ବେନି ଭାଗ କଲା, ପ୍ରଥମ ଯୋଉ ବ୍ରହ୍ମ ଏକ ସିଏ ଥିଲେ, ଯେତେବେଳେ ବିଷ୍ଣୁ ବ୍ରହ୍ମାଣ୍ଡ ସୃଷ୍ଟି କରିବା ପାଇଁ ଗଲେ ସେ ଦୁଇ ହେଲେ, ବ୍ରହ୍ମ ଏବଂ ମାୟା ଦି ଭାଗରେ ବିଭକ୍ତ ହେଲେ। ଏଇ ଯୋଉ ବ୍ରହ୍ମ ମାୟା ଦି ଭାଗରେ ବିଭକ୍ତ ହେଲେ, ଆପଣ ମାତୃଗର୍ଭକୁ ଆସନ୍ତୁ। ମାତୃଗର୍ଭରେ ଯେ ପରମ ବ୍ରହ୍ମ ଯିଏ ଶୂନ୍ୟରେ ଥିଲେ, ଦୁଃଖ ଦୁଃଖରେ ଥିଲେ, ସେ ମା ଗର୍ଭରେ ଆସିକି କଣ ନା ଗର୍ଭ ଅଣୁ ଶୁକ୍ର ରଜ ମିଶିକି ଗୋଟେ ଜୀବରେ ପରିଣତ ହେଲେ। ତେଣୁ ସିଏ ବ୍ରହ୍ମ ଜୀବ ଦିଟା ହେଇଗଲେ ନା ନାଇଁ? ଜୀବ ବ୍ରହ୍ମ ହେଇଗଲେ, ବ୍ରହ୍ମ ରହିଲେ ଦୁଃଖ ଦୁଃଖିଲେ, ଜୀବ ରହିଲେ ମା ଗର୍ଭରେ। ଜାଗି ଅଛି କଣ କହିଲେ? ବ୍ରହ୍ମବେନୀ ଭାଗ କଲା ଅଧେ ବ୍ରହ୍ମାଣ୍ଡ ରଚିଲା, ଗୁପତ କରି ରଖିଲା ଆହୁରି ଖଣ୍ଡେ, ଜାଗିଛନ୍ତି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ। ଜାଗି ଅଛି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ। ଅଲେଖ କୁଣ୍ଡ କହିଲେ ଆପଣଙ୍କର ଦୁଃଖ ଦୁଃଖ, ବୁଝିପାରିଲେ ନା? ଆପଣଙ୍କର ତାକୁ ତ୍ରିକୁଟ ବି ଆମେ କହିପାରିବା। ଯେତେବେଳେ ବ୍ରହ୍ମାଣ୍ଡ କାହାକୁ କୁହାଯାଏ? ବ୍ରହ୍ମଙ୍କର ଅଣ୍ଡକୁ ଆମେ ବ୍ରହ୍ମାଣ୍ଡ କହିବା। ବ୍ରହ୍ମଙ୍କ ଅଣ୍ଡ କହିଲେ ମହାଗର୍ଭରେ ଯୋଉ ଗର୍ଭାଣୁ ସୃଷ୍ଟି ହୁଏ ପ୍ରଥମେ, ବୁଝିଲେ ନା, ତାକୁ ଆମେ ବ୍ରହ୍ମାଣ୍ଡ ବୋଲିକି କହିଥାଉ। ହେଲା କି? ମା ଗର୍ଭରେ ଯୋଉ ଜଳ ଥାଏ ତାକୁ ଆମେ କାରଣ ଜଳ ବୋଲି କୁହାଯାଏ, ଭାଗବତ ଲେଖା ହେଇଛି। ତେଣୁ କାରଣ ଜଳରେ ଯେତେବେଳେ ବ୍ରହ୍ମାଣ୍ଡ ଭାସୁଥିଲା, ଗର୍ଭାଣ୍ଡ ଭାସୁଥିଲା, ବୁଝିଲେ କି, ସେଇଠି ପ୍ରଥମେ ଯେତେବେଳେ ସେ ଅଗ୍ନି ଜ୍ଞାନ ରୂପକ ଅଗ୍ନି ଜଳିଲା ଶୂନ୍ୟରେ, ସେତେବେଳେ ସେ ଚେତନା ପାଇଲା। ତେଣୁ ସେଇଟାକୁ ଅଲେଖ କୁଣ୍ଡ ସେମାନେ କହୁଛନ୍ତି, ଆମେ ତାକୁ କହିବୁ। ମୁଁ ଆପଣଙ୍କୁ ମୋର ଗୋଟେ ଛୋଟ ଗୀତ ମୁଁ ଲେଖିଥିଲି, ମୁଁ ସେଟାକୁ କହୁଛି ଶୁଣନ୍ତୁ। ଯେହ ଜପା ଜ୍ଞାନ ସଦ୍ଗୁରୁ ବଚନ, ଅଗ୍ନି ରୂପେ ଜଳେ ତ୍ରିକୁଟରେ, ତ୍ରିକୁଟ ଚୁଲିରେ ସେ ଶୂନ୍ୟ ହାଣ୍ଡିରେ, ଧ୍ୟାନ ଧାନ ଭାଜେ ନିରନ୍ତରେ, କର୍ମ ଜ୍ଞାନ ସ୍ଫୁରେ କର୍ମ ଜ୍ଞାନ ସ୍ଫୁରେ, ଜ୍ଞାନ ଅଗ୍ନି ଜାଳି ଜ୍ଞାନ କରେ କର୍ମ ଜ୍ଞାନ ସ୍ଫୁରେ, କର୍ମ ଜ୍ଞାନ ସ୍ଫୁରେ। କଣ ବୁଝିପାରିଲେ? ତେଣୁ ଅଲେଖ କୁଣ୍ଡ କହିଲେ ଯୋଉ କୁଣ୍ଡ ଜାଗା, ଯୋଉ କୁଣ୍ଡ ହଉଛି ଶୂନ୍ୟ ଜାଗା, ସେ ଶୂନ୍ୟରୁ ଆମର ଅଗ୍ନି ଜ୍ଞାନ ରୂପକ ଅଗ୍ନି ଜାତ ହଉଛି, ତାକୁ ଆମେ ଅଲେଖ କୁଣ୍ଡ କହିବା। ବ୍ରହ୍ମ ଅଗ୍ନି ଜଳୁଛି ସେଠି, କଣ ହଉଥିଲା? ଜ୍ଞାନ ରୂପକ ଅଗ୍ନି ସେ ଜାଗା ଉପରେ ସେ ଜଳୁଛି। ଏଇ ଯୋଉ ଇଏ ଗୋଟେ କଥା। ତାପରେ ଆଉ ଗୋଟେ କଥା ହଉଛି କଣ, ଧରନ୍ତୁ ମୁଁ ଜାଣୁଛି ମୋର ବାପା ମା ଅଛନ୍ତି, ମୁଁ ଗୋଟେ ବାପା ମା ଠୁ ଜନ୍ମ ହେଇଛି। ଆଚ୍ଛା, ମୋ ବାପା ମା ସିଏ ସେମିତି ତାଙ୍କ ବାପା ମା ଠୁ ଜନ୍ମ ହେଇଛନ୍ତି। ଏମିତି ତାଙ୍କ ବାପା ମା ଯେତେବେଳେ ଚାଲିବ, ସେଠୁ ଲାଷ୍ଟ ସିଦ୍ଧାନ୍ତରେ ମୋର ଯେତେବେଳେ ଜ୍ଞାନଟା ଉଦୟ ହଉଛି ଯେ କେଇ ଜଣେ ବାପା ମା ଅଛନ୍ତି ଯେ ଆଦି ଅନାଦି, ଯେ ତାଙ୍କରଠୁ ଏ ସୃଷ୍ଟି ବିଶ୍ୱ ବ୍ରହ୍ମାଣ୍ଡ ସବୁ ସୃଷ୍ଟି ହଉଛି। ଯଦି ଆମେ ଗୋଟେ ବାପା ମା ଠୁ ଶରୀର ଧାରଣ କରି ଭୂପୃଷ୍ଠରେ ଜନ୍ମ ହେଲେ, ସେମିତି ବିଶ୍ୱ ବ୍ରହ୍ମାଣ୍ଡକୁ ଜଣେ ବାପା ମା କିଏ ତିଆରି କରିଛି ନା ନାଇଁ? ସିଏ ଏଇ ଯୋଉ ଜ୍ଞାନଟା ଯେତେବେଳେ ମୋର ଉଦୟ ହେଇଯାଉଛି, ସେତେବେଳେ ମୁଁ ଜାଣୁଛି ଯେ ଆଦି ଅନାଦି କିଏ ଜଣେ ଅଛନ୍ତି ସୃଷ୍ଟିକର୍ତ୍ତା, ସେ ବିଶ୍ୱ ବ୍ରହ୍ମାଣ୍ଡକୁ ସବୁ ତିଆରି କରିଛି। ଆଦିମାତା ଅନାଦି ପରମ ପିତା। ଆଚ୍ଛା, ଏଇ ଜିନିଷଟା ଯେତେବେଳେ ଭାବାଗ ଉଦ୍ରେକ ହଉଛି, ସେଠି ଆଉ ସାକାରଟା ମୋର ଆଉ ପଶୁନି। ନାଇଁ, ଆପଣ ବୁଝିପାରିଲେନି ମୋ କଥାଟା। ମୁଁ ବା ସେଇ କଥା କହୁଛି, ଆଦି ଅନାଦି କି ଯେତେବେଳେ ଜାଣିବା ପାଇଁ ଚାହିଁବେ
ଆପଣ ଯୋଉ ବାପା ମା କଥା କହିଲେ ଏଟା ଆगे ସାକାର କଥା କହିଲେ ନା ନାଇଁ? ସାକାର କଥା ହଁ ବାସ୍ ସାକାରରୁ ନିରାକାରକୁ ଗଲେ। ଆଜ୍ଞା ଏଇ ବାପା ମାଙ୍କ ଠାରୁ ଆପଣ ଚିନ୍ତା କରିକି ପୁଣି ଯାଇକି ଆଦି ଅନାଦି ଶୂନ୍ୟ ବ୍ରହ୍ମ ପର୍ଯ୍ୟନ୍ତ ଯାଇ ପହଞ୍ଚିଲେ। ଆଜ୍ଞା ବାସ୍ ସେଇ କଥା ସେଇ ଆଦି ଅନାଦି କି ଜାଣିବା ପାଇଁ ହେଲେ ପ୍ରଥମେ ଆଗେ ସାକାର ରୂପକୁ ଧରିକି ଆମେ ସେ ଜାଗାରେ ଯାଇ ପହଞ୍ଚିବା। ଦୌଡ଼ିଟା ସିନା ଧରିକି ଗଲେ ଉପରକୁ ଯିବା। ହଁ ହଁ ଏଇ ହଉଛି ଏଇ ଜିନିଷଟା ମୁଁ ଯେତେବେଳେ ହୃଦବୋଧ ହେଲା ମୋର ବାପା ମା ହେଲା ମୁଁ ବାପା ମାଠୁ ଜନ୍ମ ହେଲି ସିଏ ସେମିତି ତାଙ୍କ ବାପା ମା ଜନ୍ମ ହେଲେ ତାଙ୍କ ବାପା ମାଠୁ ସିଏ ଜନ୍ମ ହେଲେ ଏମିତି ତାଙ୍କ ବାପା ମା ତାଙ୍କ ବାପା ଆମେ ତ ଦେଖିନା ଜାଣିନା ଲାଷ୍ଟ ଆଜ୍ଞା ସେ ଭାବନାଟା ଠିକ ନୁହଁ ବୁଝିପାରିଲେ ସେ ଭାବନାଟା ଠିକ ନୁହଁ। ଗୋଟେ କଥା ହଉଛି ସେ ଯୋଉ ଆପଣ ଭାବୁଛନ୍ତି ଚେନ୍ ନାଗି ନାଗି ଯାଇଛି ଆଜି ଅନାଦି ଲାଷ୍ଟକୁ ଅଛି ସେଇଟା ନୁହଁ ଆଜ୍ଞା। ଆଉ ନା ଜଗତ ଯେତେବେଳେ ସୃଷ୍ଟି ହେଲା ବୁଝିଲେ କି ସେ ଯୋଉ ଆଦି ଅନାଦି ଥିଲେ ବୁଝିଲେ ପ୍ରଥମେ ସ୍ଥୂଳ ରୂପରେ ଆମର ସାକାର ରୂପ ଧାରଣ କଲେ। ପ୍ରଥମେ ଯୋଉ ପୁରୁଷ ଥିଲେ ପ୍ରକୃତି ଥିଲେ ପୁରୁଷ ହଉଛନ୍ତି ଅନାଦି ପ୍ରକୃତି ହଉଛନ୍ତି ଆଦି। ପୁରୁଷ ହଉଛନ୍ତି ଜ୍ଞାନ ଆଉ ପ୍ରକୃତି ହଉଛନ୍ତି ଇଚ୍ଛା। ଜ୍ଞାନ ଇଚ୍ଛା ପ୍ରକୃତି ହଉଛନ୍ତି ତ୍ରିଗୁଣମୟୀ ସତ୍ଵ ରଜ ତମ ତିନି ଗୁଣର ସମାନ ଅବସ୍ଥାକୁ ଆମେ ପ୍ରକୃତି ବୋଲି କହିବା ଅବ୍ୟକ୍ତ ପ୍ରକୃତି। ତେଣୁ ସେ ଅବ୍ୟକ୍ତ ପ୍ରକୃତି ଯେତେବେଳେ ପ୍ରଥମେ କାଳ ଦ୍ୱାରା ବୁଝିଲେ କି ରୂପାନ୍ତରିତ ହେଲା ସେତେବେଳେ ପ୍ରଥମେ ମହତତ୍ଵ ନାମକ ଗୋଟେ ସ୍ତର ବିଶ୍ୱ ସୃଷ୍ଟି ହେଲା। ପ୍ରକୃତି ମହତ ପ୍ରକୃତି ସିଏ ଯେତେବେଳେ ବିକୃତ ହେଲା ସେଇଠୁ ଅହଙ୍ଗ ତତ୍ଵ ସୃଷ୍ଟି ହେଲା। ଅହଙ୍ଗ ରୂପାନ୍ତରିତ ହେଇକି ସେଇଠୁ ପଞ୍ଚଭୂତ ସାତ୍ବିକ ରାଜସ ତାମସ ତିନିଟା ଅହଙ୍କାର ସୃଷ୍ଟି ହେଲା। ସାତ୍ବିକ ଅହଙ୍କାରରୁ ମନ ଏବଂ ଦେବତା ମାନେ ସୃଷ୍ଟି ହେଲେ। ରାଜସ ଅହଙ୍କାରରୁ ଇନ୍ଦ୍ରିୟ ଗଣ ସୃଷ୍ଟି ହେଲେ। ତାମସ ଅହଙ୍କାରରୁ ଶବ୍ଦ ଏବଂ ଆକାଶ ଆଦି ପଦାର୍ଥ ସୃଷ୍ଟି ହେଲେ ଯୋଉ ପଦାର୍ଥକୁ ଆମେ ବର୍ତ୍ତମାନ ଦେଖୁଛନ୍ତି। ଇଏ ସମସ୍ତ ମିଳିମାଳି ସାଇଲା ପରେ ସମୁଦ୍ରରେ ସେଇଠୁ କଣ ମା ଗର୍ଭରେ ସେଇଠୁ ସମୁଦ୍ରରେ ପ୍ରଥମେ ଗୋଟେ ଜୀବ ସୃଷ୍ଟି ହେଲେ କଣ କହିଲେ ନା ସେ ଯୋଉ ଜୀବ ସୃଷ୍ଟି ହେଲେ ସେ ତାଙ୍କର ମା ନାହିଁ କି ବାପା ନାହିଁ ତାକୁ କୁହନ୍ତି ଏକ କୋଷୀ ପ୍ରାଣୀ। ସେ ଗୋଟିଏ କୋଷ ପ୍ରାଣୀ ବର୍ତ୍ତମାନ କଣ ହେଲା ନା ବହୁ କୋଷରେ ପରିଣତ ହେଲା। କାହିଁକି ନା କୋଷ ମାନଙ୍କର ଏମିତି ଗୋଟେ ଗୁଣ ଅଛି ପ୍ରତି ଅଧଘଣ୍ଟାରେ ଗୋଟିଏ କୋଷ ଦିଟା କୋଷ ହବ। ତେଣୁ ଏକ କୋଷୀ ପ୍ରାଣୀ ବହୁ କୋଷ ହେଲା। ବହୁ କୋଷ ହେଇସାରିଲା ପରେ ତା ଦେହରେ କଣ ହେଲା ନା ଦି ପ୍ରକାରର ଶକ୍ତି ଜାଗ୍ରତ ହେଲା। କଣ ନା ଗୋଟିଏ ମାଇ ଏବଂ ଗୋଟିଏ ଅଣ୍ଡିର। ସେ ମାଇ ଅଣ୍ଡିର ଶକ୍ତି ଯେତେବେଳେ ଜାଗ୍ରତ ହେଲା ସେଇଠୁ ଲିଙ୍ଗ ସୃଷ୍ଟି ହେଲା ବୁଝିଲେ ନା। ଇଏ ହଉଛି ଭାଗବତରେ ବ୍ରହ୍ମାଙ୍କ ସୃଷ୍ଟି ଆପଣ ଯଦି ପଢିବେ ସେଇଥିରୁ ସବୁ ଜାଣିପାରିବେ ହେଲା। ବ୍ରହ୍ମା ଯୋଉ ବିଶ୍ୱ ସର୍ଜନା କଲେ କେମିତି ସୃଷ୍ଟି କଲେ ପ୍ରଥମେ ସେ ମାନେ ଅଜ୍ଞାନକୁ ସୃଷ୍ଟି କଲେ। ମୋହ ମହାମୋହ ବୁଝିଲ କି ତାମସ ଅହଙ୍କାର ତାମସ ଅନ୍ଧାର ଆଲୋକ ସବୁ ସୃଷ୍ଟି କଲେ। ଯୋଉଗୁଡା ସବୁ କଥା ଅଛି ତାର ନିଗୁଢ ତତ୍ଵ ଅଛି ବହୁତ ଗୁଢ ତତ୍ଵ ଅଛି ବୁଝିଲେ କି। ତିଆରି କରିସାରିଲା ପରେ ସେ କଣ କଲା ନା ଜୀବ ସୃଷ୍ଟି କଲେ। ଜୀବ ଯେତେବେଳେ ସୃଷ୍ଟି ହେଲା ସେ ଜୀବ ଭିତରୁ ଜଣେ ହେଲା ମାଇ ଜଣେ ହେଲା ଅଣ୍ଡିର। ଜଣେ ପୁରୁଷ ଅଂଶ ନେଇକି ହେଲା ଅଣ୍ଡିର ଜଣେ ମାଇ ସ୍ତ୍ରୀ ମାଇ ଅଂଶ ନେଇକି ହେଲା ମାଇ କଣ ମୁଁ ବୁଝେଇ ଦଉଛି କେମିତି ମାଇ ଅଣ୍ଡିର ହେଲେ। ମାଇ ଅଣ୍ଡିର କେମିତି ହେଲେ ଆପଣ କହୁଛନ୍ତି ମୁଁ ବୁଝେଇ ଦଉଛି ଶୁଣନ୍ତୁ। ଦିଟା ଜିନିଷ ରହିଛି କଣ ବୁଝିଲେ ନା ଦିଟା ରଙ୍ଗ ଗୋଟେ ନାଲି ଗୋଟେ ନୀଳ ଅଛି କଣ ବୁଝିଲେ ନା। ଯେତେବେଳେ ନାଲିଟା କମିଯିବ ନୀଳଟା ଉପରକୁ ଉଠିଲା ନୀଳଟା କମିଗଲେ ନାଲିଟା ଆମକୁ ଦେଖାହେଲା। ସେଇଭଳି ପ୍ରକାର ଦି ପ୍ରକାରର ଶକ୍ତି ପୁରୁଷ ସ୍ତ୍ରୀ ଶକ୍ତି ଯେତେବେଳେ ସେ ରହିଲା ସେ ଯୋଉ ଜୀବକୋଷ ଭିତରେ ଯେତେବେଳେ ପୁଂ ଶକ୍ତି ଅଧିକ ହେଇଗଲା ସେତେବେଳେ ପୁଂଲିଙ୍ଗ ହେଇଗଲା। ଆଉ ଯୋଉଟା ସ୍ତ୍ରୀ ଶକ୍ତି ଅଧିକ ହେଇଗଲା ସେଟା ସ୍ତ୍ରୀଲିଙ୍ଗ ହେଇଗଲା। ତେଣୁ ହବାରୁ ସେଇଠୁ କଣ ହେଲା ଯୁଗ୍ମ ହେଇକିରି ପ୍ରାଣୀ ସୃଷ୍ଟି ହେଲା। ତେଣୁ ପାଣି ସୃଷ୍ଟି ହେଲା ପରେ ସେଇଠୁ ଧୀରେ ଧୀରେ ସବୁ ତିଆରି ହେଇକି ଚାଲିଛି ତ ଜୈବ ବିବର୍ତ୍ତନ ଚାଲିଛି ଆଉ। ତେଣୁ ଏଇଟା ହଉଛି କଥା। ଯୋଉ ମତେ ଆଜ୍ଞା 62 ବର୍ଷ ହେଲାଣି ଆଉ ମୁଁ ଆପଣଙ୍କର ସେଇ ଏଇ ଲାଇନରେ କାମ କରିପାରିବି ନା ଆଜ୍ଞା? ହଁ କହୁନାହାନ୍ତି। ମତେ ବୟସ ହେଲାଣି 62 ଆଉ ସେଇ ଆପଣଙ୍କର ଇଏ ସୂତ୍ର ଧରିକିରି କାମ ସେଥିରେ ସାଧନା କରିହବ ନା ଏବେଠୁ? ହଁ ଆପଣ ଶୁଣନ୍ତୁ ବ୍ରହ୍ମଜ୍ଞାନ ଲାଭ କରିବାରେ କଣ ବୁଝିଲେ ନା ଆପଣଙ୍କର ବୟସର କୌଣସି ସୀମା ନାହିଁ।
ଆଜ୍ଞା ଆପଣ କହିଲେ 62 ହେଇଗଲା ମାନେ ଆପଣଙ୍କ ଶରୀରଟା ଟିକେ ଜୀର୍ଣ୍ଣ ହେଇ ଆସିଲାଣି କଣ ବୁଝିଲେ ନା ଆଜିଠାରୁ ଆପଣ ଯେତିକି ସାଧନା କରିବେ ଆପଣଙ୍କ ଦେହାନ୍ତ ପରେ ସିଏ ଅକ୍ଷୟ ଧନ ରହିଲା ପରଜନ୍ମରେ ପୁଣି ପିଲା ଦିନରୁ ସେ ସାଧନାଟା ସେତିକିରେ ଆରମ୍ଭ ହବ ଆପଣ ଏ ଜନ୍ମରେ ଯଦି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲେ ମୃତ୍ୟୁ ପର୍ଯ୍ୟନ୍ତ ପଞ୍ଚମ ଶ୍ରେଣୀ ପଢିଲେ ଆର ଜନ୍ମରେ ପିଲା ଦିନରୁ ଷଷ୍ଠରେ ନାଁ ଲେଖେଇବେ ତେଣୁ ଆପଣଙ୍କ ରକ୍ଷ ଏମିତି କଣ ହେଲା ନା ବଢି 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 ଦିନ ଆସିବ ଆପଣଙ୍କର ପୂର୍ଣ୍ଣତା ଆସିବ ଆମର ଭାଗବତରେ ନାହିଁ ବହୁତ ଜନ୍ମ ତପ କରି ଏବେ ହୋଇଲେ ଗୋପନାରୀ ଆପଣ ଏଇ ଜନ୍ମରେ ତପସ୍ୟା ଆରମ୍ଭ କରନ୍ତୁ କେତେଟା ଜନ୍ମ ଗଲା ପରେ ଆପଣ ଗୋପନାରୀ ହେବେ କିନ୍ତୁ ଗୋଟିଏ କଥା ହଉଛି ଯଦି ସଦ୍ଗୁରୁ ଧରିଥିବେ ଆପଣଙ୍କୁ ବେଶୀ ଜନ୍ମ ନବାକୁ ପଡିବନି ମାତ୍ର ଗୋଟିଏ କି ଦିଟା ଜନ୍ମ ନେଲେ ଆପଣଙ୍କର ମୋକ୍ଷ ଗତି ହେଇଯିବ ନା ଆଉ ଜଣେ କୁହନ୍ତି ଯୋଉ ଆମର ଶରୀରରେ ଯୋଉ ବିନ୍ଦୁ ବ୍ରହ୍ମ ବିନ୍ଦୁଟା ହେଲା ସ୍ଥାପନ ହେଲା ବ୍ରହ୍ମ ବିନ୍ଦୁ ଯେତେଟା କଣ ବ୍ରହ୍ମରୁ ଖସୁଛି ତାଳୁରୁ କୋଉଠି ଆପଣ ଭାବୁଛନ୍ତି ମୁଖମଣ୍ଡଳ ଉପର ଭାଗଟାକୁ ଆଉ ସେଠୁ କିନ୍ତୁ ବ୍ରହ୍ମବିନ୍ଦୁ ସୃଷ୍ଟି ହୁଏ ନା ବ୍ରହ୍ମବିନ୍ଦୁ କୋଉଠି ନାଭି ଚକ୍ରରୁ ନାଇଁ ଆଉ ଦୁକୁରୁ ସୃଷ୍ଟି ହୁଏ ଆଚ୍ଛା ସିଏ ମତେ କହିଲେ ସେଇ ବିନ୍ଦୁଟା ଖସୁଛି ତଳକୁ ଖସୁଛି ସେଇଟାକୁ ଯିଏ ଉର୍ଦ୍ଧ୍ୱଗାମୀ କରିକି ରଖିପାରିବ କଣ୍ଟ୍ରୋଲରେ ସିଏ ବ୍ରହ୍ମ ଦର୍ଶନ କରିପାରିବ ଠିକ କହିଲେ ଶୁଣନ୍ତୁ ସେଇଟା ସେ ଠିକ କହିଲେ କିନ୍ତୁ ତାର ଫର୍ମୁଲା ଅଛି ସଦ୍ଗୁରୁ କଲେ ସଦ୍ଗୁରୁ ବତେଇଦେବେ ସେଇ ଜିନିଷଟା କହିଲା ମୁଁ ପଚାରିଲି ସେ ଯାହା କହିଲେ ଏକଦମ ଠିକ କଥା କହିଲେ ଭୁଲ କହିନାହାନ୍ତି କିନ୍ତୁ ସେଇଟା କେବଳ ଗୁରୁଙ୍କ ସୂତ୍ର ଧରିକି ସେ ଫର୍ମୁଲା ବାଟରେ କଲେ ଆପଣ ନିଶ୍ଚିତ ସେ ବାଟରେ ପଳେଇଯିବେ ଆପଣଙ୍କର ଗୋଟେ କଥା ଶୁଣନ୍ତୁ ମନରେ ମଉଳି ଗଲାଣି ହାଟ ବିକା କିଣା କାମ ଝଟ ଛାଡ଼ିଦେ ଦୋକାନ ଦୁଆର କବାଟ ଖେଳିଦେ ଧର ଫେରିବା ବାଟ ଆପଣ ସଂସାର କରିଦେଲେ ପୁଅ ନାତି ହେଇଗଲା ଘର ଦ୍ୱାର ହେଇଗଲା ଆପଣଙ୍କର ଆଉ କିଛି ଦରକାର ନାହିଁ ବର୍ତ୍ତମାନ ଈଶ୍ୱରଙ୍କ ଚିନ୍ତା କରନ୍ତୁ ଫେରାଣ ବାଟ ସଦ୍ଗୁରୁ ଧରି କରନ୍ତୁ ନିଶ୍ଚୟ ଆପଣ ଉପକୃତ ହେବେ।